ଗଞ୍ଜାମରୁ ଆସିଛି। ମୁଁ ଚନ୍ଦ୍ରଗିରି ଆଉ ଗୁଣପୁର ସାଇଡ୍ କାମ କରୁଥିଲି ଭେଟନାରୀ ପଶୁ ଡାକ୍ତର ଗଭର୍ଣ୍ଣମେଣ୍ଟର। HSC ବୋଲେ ଗୋଟେ କମ୍ପାନୀ ଅଛି। କମ୍ପାନୀରୁ ଗୋଟେ ଶ୍ରୀହରି ଗୋଟେ ନେଇଛି। ତା ପାଖରୁ ଗୋଟେ ତେଲୁଗୁ ଫ୍ୟାମିଲି କଣ୍ଟ୍ରାକ୍ଟର ନେଇଛି। ତା ପାଖରେ ଆମେ କାମ କରୁଛୁ। ଆମେ ସବୁ କିଛି ଇନଭେଷ୍ଟ କରୁ, ଲେବର ତାପରେ ଷ୍ଟିଲ୍ ସିମେଣ୍ଟ ସବୁ କିଛି ଆମେ ଇନଭେଷ୍ଟ କରିଥିଲୁ। ସେ ପଇସା ପାଇଁ ହେଲେ ମଝିରେ ଇଲେକ୍ସନ ପାଇଁ ବୋଲି 6 ମାସ ପର୍ଯ୍ୟନ୍ତ କାହାର ଫୋନ୍ ଲାଗିଲାନି, ଏମିତିର ଲାଗିଲାନି, ରିଚାର୍ଜ କାହା ଫୋନ୍ ବି ଯେତେ ଲୋକଙ୍କୁ ବି ଲଗେଇଲା ଲାଗିଲାନି। ସେଠୁ 6 ମାସ ପର୍ଯ୍ୟନ୍ତ କିଛି କାମର କିଛି ଏବେ ଚାଲୁ କଲେନି କାମ। ତାପରେ କାମ ଏବେ କଣ କଲେ, ମୋର ଗୋଟେ କାମକୁ ଟର୍ମିନେଟ୍ କରି HSC ଡାଇରେକ୍ଟ ସିଏ କରୁଛି। ମୋର ସେଥିରେ ପଇସା ପେଣ୍ଡିଂ ଅଛି। ତାପରେ ଗଲେ ଚନ୍ଦ୍ରଗିରି ସାଇଡ୍ ଆଉ ଗୋଟେ କଣ୍ଟ୍ରାକ୍ଟରକୁ ଦେଇଦେଲେ, ସେଇଟା ମୋର ପଇସା ବାକି ଅଛି, ଦେଇନାହାନ୍ତି ପର୍ଯ୍ୟନ୍ତ। ମୋର ଏମିତି 20 ଲକ୍ଷ ଟଙ୍କା ପାଖାପାଖି ମୋର ପେଣ୍ଡିଂ ଅଛି। ଲେବର ମୁଁ ପେମେଣ୍ଟ କରିପାରିନି। ସିମେଣ୍ଟ ବାଲା ମୋ ଘରକୁ ଆସୁଛି। ମୋ ସ୍ତ୍ରୀର ସୁନା ଗହଣା ସବୁ ମୋ ପାଖରେ ଅଛି ଡକ୍ୟୁମେଣ୍ଟ। ଆଉ ମୋର ଗାଡି ଥିଲା, ଗାଡି ବି ବିକ୍ରି କରିଦେଲି। ଜମି ବି ସବୁ ବନ୍ଧା ପକେଇ ଦେଇଛି। ଆଉ ଶେଷରେ ମୋ ଗାଁକୁ ଯିବା ପାଇଁ ବି ମତେ ମାନେ ଡର ଲାଗୁଛି। ସବୁ ଲୋକ ଆସି ଘରେ ମୋର ଯାହା ଇମେଜ ଥିଲା ସବୁ ଖରାପ ହେଇଗଲାଣି। ଆଉ କଣ କରିବି, ମୋ ଜୀବନ ହତ୍ୟା କରିବି, ଆଉ କିଛି ନାହିଁ। ଆଉ କିଏ ସମସ୍ତଙ୍କୁ ଆମେ ଜଣେଇ ସାରିଛୁ, ଥାନାରେ ବି ଜଣେଇ ସାରିଛୁ, ଥାନାରେ ବି ମୁଁ ଦେଇଛି। ସବୁ ଗୁଣପୁର ଥାନା ଦେଲି, ଚନ୍ଦ୍ରଗିରି ଥାନାରେ ବି ରିପୋର୍ଟ ଦେଇଛି। କିନ୍ତୁ ତାଙ୍କେ ମାନେ କଣ କହିଲେ, ତମେ ଯାଇକି କମ୍ପାନୀର ସାକ୍ଷାତ କର। କମ୍ପାନୀ ବାଲା ପାଖରେ HSC ପାଖରେ ସାକ୍ଷାତ କହିଲି। ସେ କିନ୍ତୁ କହିଲେ କଣ ନା, ସେ କଣ୍ଟ୍ରାକ୍ଟରକୁ ଆମେ ଡାକିକି କଥାବାର୍ତ୍ତା କରିବୁ। କଣ୍ଟ୍ରାକ୍ଟରକୁ ଡକେଇଲା ପରେ ସେ କଣ୍ଟ୍ରାକ୍ଟର କଣ କହିଲା ନା, ତୋ ହାତରେ ଯାହା ହଉଛି ସାହା କର, ଲେବର କମିଶନରେ କେସ୍ ପକା, କଣ କରୁଛୁ କର। ଆମେ ସେ ପୂର୍ବତନ ସରକାରର ସେ ଗୋଟେ ହ୍ୟାଣ୍ଡ ଲୋକ, ବୁଝିଲେ କି, ପୂର୍ବତନ ସରକାରର ହ୍ୟାଣ୍ଡ ଲୋକ। ସିଏ କାହାକୁ ବି ଡରେନି। ଆଉ ଆମର ଆଉ ଗୋଟେ ଜଣେ ସାଙ୍ଗ ମାନେ ବହୁତ ମାନେ କଣ ଓଡିଶାରେ ତାଙ୍କର କଣ୍ଟ୍ରାକ୍ଟର ମାନେ 40ଟା ସାଇଟ୍ର ସେ କଣ୍ଟ୍ରାକ୍ଟର ସମସ୍ତେ ଭୁଆଁ ବୁଲେଇ ଦିଅନ୍ତି। ଇଏ ଗୋଟେ ଝୁଲା ଚାପ କଣ୍ଟ୍ରାକ୍ଟର। କିନ୍ତୁ HSC ଗଭର୍ଣ୍ଣମେଣ୍ଟ ଅଣ୍ଡରଟେକିଂ ନେଇକି ତାଙ୍କର କିଛି ପଦକ୍ଷେପ ନଉନି। ତା ବହୁତ ଆମକୁ ଦୁଃଖ ଲାଗୁଛି। ସେ କହୁଛି ନା, ଏବେ ଆମେ ଯାଇଥିଲୁ ଭରତପୁର ଥାନାକୁ କାଲି ଆମର କେତେଟା, ତାପରେ ମୋର ଆଶା ଛାଡିଗଲା। ସେ କଣ କଲା, ଆମର ସାଥୀ ଭାଇକି ଫଲ୍ସ କେସ୍ ପକେଇକି ତାକୁ ପୋଲିସ ଧରିକି ଆସିଥିଲା ଖଣ୍ଡଗିରି ଥାନାରୁ ନେଇକି ତାଙ୍କୁ ବି ବହୁତ ଆଣିଲା। ତାପରେ ଆମକୁ କମେଣ୍ଟ କରି କହୁଛି, ଦେଖିଲ ତାର ଅବସ୍ଥା କଣ କଲି। ତମର ଆମର ବ୍ରହ୍ମପୁର ଆଉ କଣ୍ଟ୍ରାକ୍ଟର ଲାଞ୍ଜିପୁରର କଣ୍ଟ୍ରାକ୍ଟର କ୍ରିଷ୍ଣା ମିଳିଥିଲା, ତାକୁ କଣ କଲା ଆନ୍ଧ୍ରା କେସ୍ଟାକୁ ଡାଇଭର୍ଟ କରିକି ଇଚ୍ଛାପୁରରେ କେସ୍ଟା ପକେଇ ଦେଇଛି। ସେ ବିଚାରା ବହୁତ କଷ୍ଟରେ ଅଛି, କିନ୍ତୁ ଟିକେ ଆସି ଜାଗା ଜାଣି ଅଫିସ ଟାଇମରେ ଆସିପାରୁନି। ସିଏ ବି ବହୁତ କଷ୍ଟ ଅଛି। ମତେ ସେ କଥା ବି ସେ ଜଣେଇଥିଲା ଫୋନ ମାଧ୍ୟମରେ। ଫୋନ କର ବୋଲେ ବି କହିଲି କି ତାଙ୍କୁ ସାକ୍ଷାତ କରେଇ ପାରିବି। ଏମିତି ସମସ୍ତେ ବୁଆ ବୁଲେଇଛି ଝୁଲା ଛାପ କଣ୍ଟ୍ରାକ୍ଟର। ଇଏ ଗୋଟେ ଅକାତ ଲେସ୍, ମାନେ କାହାର ଟଙ୍କା ଦେଇପାରିବ ନଥିବ, କାହିଁକି ଆମକୁ ସବୁ ଗୋଟେ ପ୍ରବଳ ପଶେଇକି ତାର ଗୋଟେ ସବୁ ରାଜ୍ୟରେ ଅଛି, ଓଡିଆ ଇଂଲିଶ ସବୁ ତେଲୁଗୁ ଟ୍ରାନ୍ସଲେଟ କରିପାରୁଛି। ସେ ସମସ୍ତଙ୍କୁ ଆଣିକି ଆମକୁ ସେଥିରେ ପଶେଇଛି। ହେଲେ ପଇସା କିଏ ଦବ, ଏଇଟା ଆମେ ନ୍ୟାୟ ମାଗୁ। କମ୍ପାନୀର ନାଁ ଆଉ କଣ୍ଟ୍ରାକ୍ଟର ନାଁ ଟିକେ ଭଲ ଡିଟେଲ୍ସ କୁହନ୍ତୁ। ସେ କମ୍ପାନୀର ନାଁ, ସେ ରେଜିଷ୍ଟ୍ରେସନ କରିଥିବ ୱାରେଡ୍ ଇଞ୍ଜିନିୟରିଂ ନାଁରେ। ସେ ତାର MD ହଉଛି ନିଶାନ୍ତ ରେଡ୍ଡି। ନିଶାନ୍ତ ରେଡ୍ଡି ବୋଲେ ସିଏ କହୁଛି ମୋର ପୂର୍ବତନ ସରକାର, ମୁଁ ପୁରା ହ୍ୟାଣ୍ଡ, ମୋର ଯାହା କରିପାରିବି, ତମେ ମୋର କିଛି ବିଗାଡି ପାରିବନି। କାହିଁକିନା ତାର SP DIG ସବୁ ମୋ ହାତରେ ଅଛି। ଥରେ ଆମର ସେ ସାଙ୍ଗର ଯୋଉ କହୁଥିଲି ଖ୍ରୀଷ୍ଟାନ, ତାର କେସ୍ ଯିବା ଆଗରୁ ଇଆଡର SP କୁ ଫୋନ ପଳେଇଲାଣି ଥାନାକୁ, ନା ଏଇଟା ଜଲ୍ଦି ତାଙ୍କର କେସ୍ଟାକୁ ଇଏ ଆଉ ବୋଲି ସେ କିନ୍ତୁ ସେ ଥାନା ଆଇସି ଆମର ତ ନିଜ ଗାଁ ପାଖ ଲୋକ। ସେ କହିଲେ ନା, ଏଇଟା ନ୍ୟାୟ ଦିଅ, ତାର ପଇସା ଦେଇକି ତାର ରପାଦପା କର, ଆଉ ତମ ଗାଡିକି ସେ ଛାଡିଦବ। ନା, ସେ ଶୁଣିଲେନି। ତାଙ୍କେ ଉପର ଲେଭେଲ ତାର ବହୁତ ଦୂର ହାତ ଅଛି। ସେ ବହୁତ କିଛି ଆମେ କମେଣ୍ଟ କରୁଛି ବି, ଧମକି ଦଉଛି। ଗଭର୍ଣ୍ଣମେଣ୍ଟକୁ କଣ ଜଣେଇବାକୁ ଚାହୁଁଛନ୍ତି ଆପଣ? ଗଭର୍ଣ୍ଣମେଣ୍ଟକୁ ଜଣେଇବାକୁ ଚାହୁଁଛି ଯେ ଆମର ପଇସା ଆମେ ନିଜେ କଷ୍ଟ କରୁଛୁ, ଆମେ ଲେବର ଇନଭେଷ୍ଟ କରୁଛୁ, ସବୁ କରୁଛୁ, ଆମର ପଇସାଟା ଦିଆଯାଉ। ଆପଣ କୋଉ ଥାନା ଏଇଟା ଯାଉଛି? କୋଉ ଥାନାରେ କେସ୍ ଦେଇଛନ୍ତି? ଆମ ସେ ଯୋଉଠି କାମ କରୁଥିଲୁ ଚନ୍ଦ୍ରଗିରି ଥାନାରେ ଦେଇଥିଲୁ। କିନ୍ତୁ ସେ କପି ଆମକୁ ଦେଇନାହିଁ। କିନ୍ତୁ ତମେ ଯାଇକି ଆଗେ ଡିସାଇଡ୍ କର, ତାପରେ ଏଇଟା ଆମ କେସ୍ଟା ଫାଇଲ୍ କରିବୁ।
ଲୋକ ପ୍ରାୟ 30 ଲୋକ କାମ କରୁଥିଲେ ସେଥିରେ ଲେବର ମିସ୍ତ୍ରୀ ତାପରେ ଗୋଦାମ ସବୁ କିଛି ମୁଁ ସେ କାମ ଆମର ଡାକ୍ତର ବିଲ୍ଡିଂ କାମ ଚାଲିଥିଲା।